ଦେଖନ୍ତୁ ଫାଇନାଲି ଓଏସୁ ତାର କମ୍ପ୍ଲିଟ୍ ଭାବରେ ଆପଣଙ୍କର ଯେଉଁ ଅରିଜିନାଲ୍ ସାର୍ଟିଫିକେଟ୍ ଯେଉଁମାନଙ୍କର ପାସ୍ ହେଇଥିଲେ 2022ରୁ 2026 ବେଚ୍ ଭିତରେ, ତ ସେମାନଙ୍କର ଅରିଜିନାଲ୍ ସାର୍ଟିଫିକେଟ୍ ଡିଷ୍ଟ୍ରିବ୍ୟୁଟ୍ କରିବା ଆରମ୍ଭ କରିସାରିଛି। ତ କ'ଣ ରହିଛି ଏ ସାର୍ଟିଫିକେଟ୍, ଆଉ ଆପଣଙ୍କର ଯଦି ଆସିନାହିଁ ତ ଆପଣମାନଙ୍କର କିପରି ପାଇପାରିବେ, ତାର ପ୍ରୋସେସ୍ କ'ଣ ରହିଛି, ଆପଣଙ୍କର ଏ ସାର୍ଟିଫିକେଟ୍ କ'ଣ ତାର କେଉଁ ଡିଜାଇନ୍ରେ ଆସିଛି, ଆପଣଙ୍କର ଯଦି ସାର୍ଟିଫିକେଟ୍ ଆସିନି ତ ନିହାତି ଭାବରେ କମ୍ପ୍ଲିଟ୍ ଇନଫର୍ମେସନ୍ ଦେବି। ତ ତାର ରିଗାର୍ଡ଼ିଂ ଆପଣମାନଙ୍କର এই ଭିଡ଼ିଓଟି ରହିବ ଡେଡିକେଟେଡ୍। ଏବଂ ଦେଖନ୍ତୁ ଆପଣମାନଙ୍କର ସମସ୍ତଙ୍କୁ ମଧ୍ୟ କଂଗ୍ରାଚୁଲେସନ୍, ଯେଉଁମାନେ ଅରିଜିନାଲ୍ ସାର୍ଟିଫିକେଟ୍ ପାଇଁ ବହୁତ ସାରା ପିଲାଙ୍କର ମେସେଜ୍ ଆସିଥିଲା, ବହୁତ ଦିନର ମେସେଜ୍ ଆସୁଥିଲା, କିନ୍ତୁ ମୋ ପାଖରେ କିଛି ସଠିକ୍ ଉତ୍ତର ନଥିଲା। କିନ୍ତୁ ଫିର୍ ବି ମୁଁ ବହୁତ ସାରା ଉତ୍ତର ଏକ୍ଜାମ୍ପଲ୍ ମୁଁ ଆପଣମାନଙ୍କର ଭିଡ଼ିଓ ବନେଇକି ଦେଇଥିଲି, 2-4ଟା ଭିଡ଼ିଓ ବନେଇକି ଆପଣଙ୍କର ପ୍ରୋଭିଜନାଲ୍ ସାର୍ଟିଫିକେଟ୍ ବା ଅରିଜିନାଲ୍ ସାର୍ଟିଫିକେଟ୍ ଆସିଯିବ ଓଏସ୍ୟୁରେ, କିଛି ପ୍ରୋବ୍ଲେମ୍ ନାହିଁ। ତ ଆପଣମାନଙ୍କର ନିହାତି ଭାବରେ ଅରିଜିନାଲ୍ ସାର୍ଟିଫିକେଟ୍ ଆସିସାରିଛି। ତ ଅରିଜିନାଲ୍ ସାର୍ଟିଫିକେଟ୍ ଆସିବା ପୂର୍ବରୁ ମୁଁ ଗୋଟେ କଥା କହି ରଖୁଛି, ଦେଖନ୍ତୁ ଆପଣ ଓଏସ୍ୟୁରେ ଯେଉଁମାନେ ପୂର୍ବ ପିଲା ଥିଲେ ସେ ସାର୍ଟିଫିକେଟ୍ ମୋତେ ସେଣ୍ଡ କରିଥିଲେ, ବର୍ତ୍ତମାନ ସେମାନଙ୍କୁ ମଧ୍ୟ ଧନ୍ୟବାଦ। ଯେଉଁମାନେ ଯେଉଁ ପିଲାଟି ମୋତେ ସେଣ୍ଡ କରିଛି ସାର୍ଟିଫିକେଟ୍, ସେମାନଙ୍କୁ ମଧ୍ୟ ତାଙ୍କୁ ମଧ୍ୟ ବହୁତ ଧନ୍ୟବାଦ, କାରଣ ଓଲ୍ଡ ପିଲା ହେଇକି ମଧ୍ୟ ଆମ ସହିତ କନେକ୍ଟ ହେଇକି ଅଛନ୍ତି, ଯେଉଁଥିପାଇଁ ଆମେ ଏ ପ୍ରକାର ଇନଫର୍ମେସନ୍ ଦେଇପାରୁଛୁ ଏବଂ ସାର୍ଟିଫିକେଟ୍ ଆସିଲା ପରେ ମଧ୍ୟ ଆମକୁ ଇନଫର୍ମ କରିକି ଧନ୍ୟବାଦ ସେମାନେ ଜଣାଉଛନ୍ତି। ତ ନିହାତି ଭାବରେ ଯେଉଁ ସାର୍ଟିଫିକେଟ୍ ଆପଣମାନଙ୍କର, ଦେଖନ୍ତୁ ମୋର କର୍ତ୍ତବ୍ୟ ଏଠି ସରିଗଲା। ଆପଣଙ୍କର କୋର୍ସରୁ ଆରମ୍ଭ ଠାରୁ ସାର୍ଟିଫିକେଟ୍ ପାଇବା ପର୍ଯ୍ୟନ୍ତ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଇନଫର୍ମେସନ୍ ଗାଇଡାନ୍ସ ଦେଇଛି। ତ ଆପଣଙ୍କର କର୍ତ୍ତବ୍ୟ ଏଉଠୁ ହିଁ ଷ୍ଟାର୍ଟ ହେଉଛି ଯେ ଆପଣମାନଙ୍କର ଚ୍ୟାନେଲ୍ ଯେଉଁମାନେ ନ୍ୟୁଲି ଅଛନ୍ତି ବା ନ୍ୟୁଲି ଆଡ଼ମିସନ୍ କରୁଛନ୍ତି ସେମାନଙ୍କୁ এই ଚ୍ୟାନେଲ୍ ବିଷୟରେ ଜଣାନ୍ତୁ, କାରଣ ଆପଣଙ୍କର ଯେମିତି ଗାଇଡାନ୍ସ କରିକି ଆପଣ ସାର୍ଟିଫିକେଟ୍ ପାଇବା ପର୍ଯ୍ୟନ୍ତ ଏଲିଜିବଲ୍ ହେଇପାରିବେ, ସାର୍ଟିଫିକେଟ୍ ପାଇପାରିଲେ ସ୍ମୁଥଲି। ତ ଆପଣମାନଙ୍କର ମଧ୍ୟ କର୍ତ୍ତବ୍ୟ ହେଉଛି ଚ୍ୟାନେଲ୍ ପ୍ରତି କିଛି ଲାଷ୍ଟରେ ଆମେ ଯୋଗଦାନ ରହିବ ସମସ୍ତଙ୍କର। ତ ନିହାତି ଭାବରେ ଆମେ ଯିବା ଏବେ। ଦେଖନ୍ତୁ ଓଏସ୍ୟୁ ତାର ନୋଟିଫିକେସନ୍ ଗୋଟେ ରିଲିଜ୍ କରିଥିଲା, ଆପଣଙ୍କ ଦେଖିପାରୁଥିବେ ଓଏସ୍ୟୁ ନୋଟିସ୍ ଗୋଟେ ରିଲିଜ୍ କରିଥିଲା। ଆପଣଙ୍କର ଦେଖନ୍ତୁ ଏଇଟାକୁ ମୋତେ ଆଗରୁ ଦେଇଥିଲି ଯେ ଆପଣଙ୍କୁ ଗୋଟେ 25/3/2026ରେ ଆପଣଙ୍କର ଗୋଟେ ନୋଟିସ୍ ଆସିଥିଲା, ମାନେ ମାର୍ଚ୍ଚ 25ରେ, ଯେ ଆପଣମାନଙ୍କର ଯେଉଁ ଗଭର୍ଣ୍ଣର ସେକ୍ରେଟାରୀ ଓଡ଼ିଶା ଆପଣଙ୍କର ୟୁନିଭର୍ସିଟି ଡିଷ୍ଟ୍ରିବ୍ୟୁଟ୍ କରିବ ତାର ଫାଇନାଲ୍ ଡିଗ୍ରୀ ସାର୍ଟିଫିକେଟ୍ ବା ଓଡି ଯେଉଁଟା କହୁଛନ୍ତି, ୟୁନିଭର୍ସିଟି ଯେଉଁମାନେ ପାସ୍ ହେଇଥିଲେ 2022, 23, 24, 25 ଏବଂ 26/3/2026 ଭିତରେ ଯେଉଁମାନେ ବେଚେସ୍ ଭିତରେ, ମାନେ 2022ରୁ ଆରମ୍ଭ କରି 2026 ଭିତରେ ଯେଉଁମାନେ ପାସ୍ ହେଇଥିଲେ ସେମାନଙ୍କର ଫାଇନାଲ୍ ଡିଗ୍ରୀ ଆପଣ ପାସ୍ ହେଇଯିବ ବୋଲି ଆପଣ ତାଙ୍କର କନଭୋକେସନ୍ ମାର୍ଚ୍ଚ 23ରେ ଥିଲା। ଏବଂ ତାପରେ ଆପଣଙ୍କର କମ୍ପ୍ଲିଟ୍ ଭାବରେ ମାନେ ଡିଷ୍ଟ୍ରିବ୍ୟୁଟ୍ କରିଚାଲିଛନ୍ତି କ'ଣ ଆପଣଙ୍କର ଅରିଜିନାଲ୍ ସାର୍ଟିଫିକେଟ୍। ତ ଇଏ ଯେଉଁ ସାର୍ଟିଫିକେଟ୍ ଦେଖନ୍ତୁ ଅରିଜିନାଲ୍ ସାର୍ଟିଫିକେଟ୍ ଡିଷ୍ଟ୍ରିବ୍ୟୁଟ୍ ହେଇସାରିଛି, ତାର ପ୍ରମାଣ ହେଉଛି ଗୋଟେ ସାର୍ଟିଫିକେଟ୍ ଗୋଟେ ପିଲାର ଏଇଟା ଆସିଛି। ଦେଖନ୍ତୁ ସିଏ ଦେଖନ୍ତୁ ଆପଣଙ୍କ ସାର୍ଟିଫିକେଟ୍ ଆପଣଙ୍କର ଆସିସାରିଛି। ବହୁତ ସାରା ପିଲାଙ୍କ ଡାଉଟ୍ ଆସିବ ଯେ ଆମର ସାର୍ଟିଫିକେଟ୍ କାହିଁକି ଆସିନି। ତ ତା ବିଷୟରେ ମୁଁ ଲାଷ୍ଟରେ କହିବି କିପରି ଭାବରେ ସାର୍ଟିଫିକେଟ୍ ଆସୁଛି। ଦେଖନ୍ତୁ ଆପଣଙ୍କୁ କହିଦେଉ, ଦେଖନ୍ତୁ ଓଏସ୍ୟୁ ତାର ଦେଖନ୍ତୁ ଅରିଜିନାଲ୍ ସାର୍ଟିଫିକେଟ୍ ଏଇଠି ଗୋଟେ ସିରିଏଲ୍ ନମ୍ବର ରଖୁଛି, ଆପଣଙ୍କର ବୋଧେ ଏଇଠି ଗୋଟେ ଦେଖନ୍ତୁ ଆପଣଙ୍କ ତାର କ'ଣ ଗୋଟେ ବାରକୋଡ୍ ରଖୁଛି, ଆଉ ଓଏସ୍ୟୁ ଗୋଟେ ଲୋଗୋ ରହୁଛି, ଏଇଠି ଆପଣଙ୍କର ଏନରୋଲମେଣ୍ଟ ନମ୍ବର ଥିବ, ଏଇଠି ଆପଣଙ୍କର ଫଟୋ ମଧ୍ୟ ଥିବ। ଆଚ୍ଛା, ତା ସହିତ ଆପଣଙ୍କର ଓଡ଼ିଶା ରାଷ୍ଟ୍ରୀୟ ଯେଉଁ ମୁକ୍ତ ବିଶ୍ୱବିଦ୍ୟାଳୟ ଲେଖାଯାଉଛି, ଓଡ଼ିଆ ଆଉ ଇଂଲିଶରେ ବୋଥ୍ ଲେଖାଯାଉଛି। ଏଇଠି ଆପଣଙ୍କର ନିଜ ନେମ୍ ଥିବ, ଏଇଠି ପାଠ୍ୟକ୍ରମ ଜୁନ୍ 2023ରେ କମ୍ପ୍ଲିଟ୍ ହେଇଥିଲା ବୋଲିକି ଲେଖାଯାଇଛି, ଆଉ ଶ୍ରେଣୀ ଦ୍ୱିତୀୟ ମାନେ ଆପଣଙ୍କର ସେକେଣ୍ଡ କ୍ଲାସ୍ ପାଇଛନ୍ତି ସେମାନେ, ସେଇଟାକୁ ଇଂଲିଶରେ ମଧ୍ୟ ଲେଖାଯାଇଛି ଓଡ଼ିଶା ଷ୍ଟେଟ୍ ଅଫ୍ ୟୁନିଭର୍ସିଟି, ତାଙ୍କର ନେମ୍ ଥିବ। ଏଇଠି ଆପଣ ଜୁନ୍ 2023ରେ ପାସ୍ ଆଉଟ୍ ହେଇଛନ୍ତି ଏବଂ ଡିଭିଜନ୍ ସେକେଣ୍ଡ ଡିଭିଜନ୍ ପାଇଛନ୍ତି ବୋଲିକି ସେମାନଙ୍କର ସମ୍ପୂର୍ଣ୍ଣ ଭାବରେ ମେନ୍ସନ୍ ଅଛି। ଆଉ ଏଇଠି ଓଡ଼ିଶା ଷ୍ଟେଟ୍ ଅଫ୍ ୟୁନିଭର୍ସିଟି ଆଉ ଡେଟ୍ ମଧ୍ୟ ଆପଣଙ୍କର ମେନ୍ସନ୍ ଅଛି ଏବଂ ଏଇଠି ଗୋଟେ ବାରକୋଡ୍ ଅଛି, ଯଦି ସ୍କାନ୍ କଲେ ମଧ୍ୟ ଆପଣଙ୍କ ବାରକୋଡ୍ ପାଇପାରିବେ ଏବଂ କୁଳପତି ବା ଭାଇସ୍ ଚାନ୍ସେଲରଙ୍କ ଚାନ୍ସେଲର ଅଛି ବା ଗୋଟେ ସିଗ୍ନେଚର୍ ଅଛି। ତ ଇଏ ହେଉଛି ଆପଣଙ୍କ ଓଏସ୍ୟୁର ଅରିଜିନାଲ୍ ସାର୍ଟିଫିକେଟ୍ ଫର୍ମାଟ୍। ଏଠି ଗୋଟେ ମଧ୍ୟ ଆପଣଙ୍କର ରହୁଛି। ଏ ସାର୍ଟିଫିକେଟ୍ଟି ବାଇ ପୋଷ୍ଟାଲରେ ଆପଣଙ୍କ ଯେମିତି ବୁକ୍ସ ଯାଏ ସେଇଭଳି ଭାବରେ ଆପଣଙ୍କ ସାର୍ଟିଫିକେଟ୍ଟି ଆପଣଙ୍କ ହୋମ୍ ଆଡ୍ରେସ୍କୁ ପଳାଇଯିବ। ଆଚ୍ଛା, ବହୁତ ସାରା ପିଲା ଭାବିବେ ଏଥିପାଇଁ ଆମକୁ କିଛି ପେମେଣ୍ଟ ଦେବାକୁ ପଡ଼ିବ କି? କିଛି ବି ପେମେଣ୍ଟ ଦେବାକୁ ପଡ଼ିବନି, କାରଣ ଆପଣ ଆଡ଼ମିସନ୍ ସମୟରେ 500 ଟଙ୍କା ଇନକ୍ଲୁଡ୍ ଥାଏ ଆପଣଙ୍କର ସାର୍ଟିଫିକେଟ୍ ପାଇଁ ଓଏସ୍ୟୁରେ ଯେତେବେଳେ ଫାର୍ଷ୍ଟ ସେମିଷ୍ଟର ଆଡ଼ମିସନ୍ କରିଥିବେ ବା ଫାର୍ଷ୍ଟ ଯେତେବେଳେ ଆଡ଼ମିସନ୍ କରିଥିବେ। ତ ଆପଣଙ୍କୁ କିଛି ବି କରିବାକୁ ପଡ଼ିବନି, ପୋଷ୍ଟାଲରେ ଅଟୋମେଟିକ୍ ଆପଣଙ୍କ ଘର ଆଡ୍ରେସ୍କୁ ପଳାଇଯିବ। ତ ଆପଣଙ୍କର ବହୁତ ସାରା ପଚାରିବେ କେବେ ଆସିବ, ତ ପିଲାଙ୍କୁ ଯେତେବେଳେ ଯିବା ଆରମ୍ଭ ହେଇଗଲାଣି ତ ଆପଣମାନଙ୍କର ମଧ୍ୟ ସାର୍ଟିଫିକେଟ୍ ଏଇ ୱିଦିନ୍ 1 ମନ୍ଥ ଭିତରେ ସାର୍ଟିଫିକେଟ୍ ସମସ୍ତଙ୍କର ଅରିଜିନାଲ୍ ସାର୍ଟିଫିକେଟ୍ ପାଇଯିବେ। ତେଣୁକରି ସମସ୍ତେ ବର୍ତ୍ତମାନ କ'ଣ କରିବେ ନା ଆପଣମାନଙ୍କର ୱେଟ୍ କରିବେ, ପୋଷ୍ଟାଲ ସହିତ କନେକ୍ଟ ରହିଥାନ୍ତୁ। ପୋଷ୍ଟାଲ ବାଲା ନେଇକି ରଖିଦିଅନ୍ତି, ବହୁତ ସାରା ଲେଟ୍ କରିକି ଦିଅନ୍ତି। ତ ଆପଣଙ୍କ ନିୟରେଷ୍ଟ ମାନେ ପୋଷ୍ଟ ଅଫିସରେ ଯାଇକି କଣ୍ଟାକ୍ଟ ରଖିଥାନ୍ତୁ, ଆପଣଙ୍କ ସାର୍ଟିଫିକେଟ୍ ମଧ୍ୟ ବହୁତ ଜଲ୍ଦି ପଳାଇଯିବ। ତ ସେଇଭଳି ଭାବରେ ସାର୍ଟିଫିକେଟ୍ ପାଇସାରିଲା ପରେ ମଧ୍ୟ ଆମକୁ କମେଣ୍ଟ ବକ୍ସରେ କମେଣ୍ଟସ୍ ଜଣାନ୍ତୁ ଏବଂ ଆପଣଙ୍କ ସାର୍ଟିଫିକେଟ୍ ମଧ୍ୟ ଫଟୋ ଆମ ହ୍ୱାଟ୍ସଆପ୍ରେ ପଠାନ୍ତୁ। ଆଉ ଟେଲିଗ୍ରାମ ସହିତ କନେକ୍ଟ ରହିକି ଆପଣ ଚ୍ୟାନେଲକୁ ସହିତ ନିହାତି ଭାବରେ ଯେଉଁମାନେ ନ୍ୟୁଲି ଆଡ଼ମିସନ୍ କରିବେ ସେମାନଙ୍କୁ ମଧ୍ୟ ରେଫରେନ୍ସ ଦେଇକି ଜଣାନ୍ତୁ ଯେ ଆପଣମାନଙ୍କ ପାଇଁ ଡିଷ୍ଟାନ୍ସ ଏଜୁକେସନ୍ରେ ଆପଣ ଏକା ନୁହନ୍ତି। ଅନିଲ ଏଜୁକେସନ୍ ଆଡ୍ ଆପଣଙ୍କ ପାଖରେ ଆପଣଙ୍କ ଏଇ ଡିଷ୍ଟାନ୍ସ ଏଜୁକେସନ୍ ଲାଇନ୍ରେ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ସହିତ ସାଥ୍ ଦେଉଛି। ଧନ୍ୟବାଦ।